କରାଯାଏ। ଏହି ଅବସରରେ ଆମ ଗହଣରେ ଅଛନ୍ତି ସଂସ୍କୃତି ବିଭାଗର ପୂର୍ବତନ ଅଧିକାରୀ ଲକ୍ଷ୍ମୀଧର ବାବୁ। ମୁଁ ତାଙ୍କୁ ଅନୁରୋଧ କରିବି ସେ ଦୁଇ ପଦ ପ୍ରଥମେ କହିବେ। ଜନ୍ମଗ୍ରହଣ କରିଥିଲେ ତେନ୍ତୁଳି କୁମାର, କୋରାପୁଟର ଗଠିତ କୋରାପୁଟର ତେନ୍ତୁଳି କୁମାର ଜନ୍ମଗ୍ରହଣ କରିଥିଲେ। ପଦ୍ମ ନାୟକ ତାଙ୍କର ପିତା ଥିଲେ। ପିତାକୁ କିଏ କଥା ନୁହେଁ, ସିଏ ନିଜେ ଏତେ ଗୁଡ଼ାକ। ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କର ବଳିଦାନ ଦିବସ। ପ୍ରଥମେ ତାକୁ ଶ୍ରଦ୍ଧାଞ୍ଜଳି ଜଣାଉଛି। କିନ୍ତୁ ଆପଣ ବର୍ତ୍ତମାନ ଯେଉଁଟା କହୁଛନ୍ତି ଏହି ପ୍ରଶ୍ନଟା 5 ବର୍ଷ ପୂର୍ବରୁ ପଚାରିଥିଲେ ଭଲ ହେଇଥାନ୍ତା। ଆପଣ ଜାଣିଥିବେ ଆମେ 2003-04 ମସିହାରୁ ଉତ୍କଳ ସମ୍ମିଳନୀ ପକ୍ଷରୁ ପ୍ରାୟ ଯେତିକି ପ୍ରତିମୂର୍ତ୍ତି ଥିଲା ଏବେ ତ ବଢ଼ିଗଲାଣି, ସବୁଠି ମାଲ୍ୟାର୍ପଣ କରୁ। ଓଡ଼ିଆ ପ୍ରତିମୂର୍ତ୍ତି ଯେଉଁମାନଙ୍କର ଓଡ଼ିଶା ପ୍ରତି ଅବଦାନ ଅଛି ଉତ୍କଳ ସମ୍ମିଳନୀ ପକ୍ଷରୁ ତାଙ୍କୁ ମାଲ୍ୟାର୍ପଣ କରାଯାଏ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଏ। କିନ୍ତୁ ଏବେ ଆରମ୍ଭ ହୋଇଗଲାଣି, ରାଜ୍ୟ ସରକାରଙ୍କୁ ଆମେ ବାରମ୍ବାର ଉତ୍କଳ ସମ୍ମିଳନୀ ତରଫରୁ ଅନୁରୋଧ କଲାପରେ ସିଏ ପ୍ରଥମେ ଉତ୍କଳ ଦିବସ ଦିନ ସବୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେଣି। ତେଣୁ ବର୍ତ୍ତମାନ କରୁଛନ୍ତି। ତା ସହିତ ମଧ୍ୟ ପ୍ରତି ପ୍ରତିମୂର୍ତ୍ତିରେ ଜନ୍ମଦିନ ଏବଂ ଶ୍ରାଦ୍ଧ ଦିବସ ଦିନ ମାଲ୍ୟାର୍ପଣ କରୁଛନ୍ତି। ତେଣୁ ବର୍ତ୍ତମାନ ଆମ ଆସିବା ପୂର୍ବରୁ ତାଙ୍କର ମାଲ୍ୟାର୍ପଣ ସରିଛି ଏବଂ ତାଙ୍କର ଆଜି ଦେଖିବେ ମଧ୍ୟ ଖବରକାଗଜରେ ମଧ୍ୟ ବହୁତ ବିଜ୍ଞାପନ ବାହାରିଛି। ବିଭିନ୍ନ ସ୍ଥାନରେ ତାଙ୍କର, କାରଣ ଶହୀଦ ଲକ୍ଷ୍ମଣ ନାୟକଙ୍କର ଆଦିବାସୀ ପଡ଼ିଆରେ ତାଙ୍କର ପ୍ରତିମୂର୍ତ୍ତି ଅଛି। ଏବେ ବିଧାନସଭା ପାଖରେ ମଧ୍ୟ ଗୋଟେ ପ୍ରତିମୂର୍ତ୍ତି ଅଛି, ସେଠି ମଧ୍ୟ ବାଚସ୍ପତି ମାଲ୍ୟାର୍ପଣ କରୁଛନ୍ତି। ତେଣୁ ବିଭିନ୍ନ ସ୍ଥାନରେ ମାଲ୍ୟାର୍ପଣ ହେଉଛି। କେବଳ ଗୋଟିଏ କଥା ମୁଁ ଅନୁରୋଧ କରିବି, ଏଇ ସବୁ ମାଲ୍ୟାର୍ପଣ ବର୍ତ୍ତମାନ କରୁଛନ୍ତି। କେବଳ ଗୋଟିଏ କଥା ଅନୁରୋଧ କରିବେ, ଆମର ଉତ୍କଳ ସମ୍ମିଳନୀର ଯାହା ଓଡ଼ିଶା ଗଠନ କଲା ତା'ର ପ୍ରତିଷ୍ଠା ଦିବସ ଡିସେମ୍ବର 30-31 ସେଇଟା ମାଲ୍ୟାର୍ପଣ ହେଉନି। ସେତିକି ସେଇ ଦିବସରେ କେବଳ ମାଲ୍ୟାର୍ପଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ମୁଁ ଟିକେ ଅନୁରୋଧ କରିବି, ସଂସ୍କୃତି ବିଭାଗକୁ ମୁଖ୍ୟତଃ। କାରଣ ଏଇଟା ବଡ଼ କଥା ନୁହେଁ, ସେ ପ୍ରାୟ ଏତେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି। ଏଇଟା ଯେହେତୁ ଆମେ ଏବେ ଦେଖୁଛୁ, କାରଣ ପ୍ରତିମୂର୍ତ୍ତି ଗୁଡ଼ିକ କ'ଣ ଅନ୍ୟ ସହରରେ ଆମେ ଦେଖୁଛୁ ପ୍ରତିମୂର୍ତ୍ତି ପଛ ପାଖରେ ସିଡ଼ି ଥାଏ, ତେଣୁ ଆମେ ଉପରକୁ ଚଢ଼ିକିରି ଫୁଲମାଳ ଦେଇପାରୁ। କିନ୍ତୁ ଭୁବନେଶ୍ୱରରେ ଯେଉଁ ପ୍ରତିମୂର୍ତ୍ତି ଗୁଡ଼ିକ ସେଇଟା ବହୁତ ଉଚ୍ଚା ଅଛି। ବୟସ୍କ ଲୋକ ଭଳିଆ ବା ଯେଉଁମାନେ ଆସିବେ ତା ଉପରକୁ ଛୋଟ ପିଲା ଚଢ଼ିଲେ ଠିକ୍ ହେଉନି। ତେଣୁ ସେଇଥିପାଇଁ ବା କେଉଁଠିରେ ମଧ୍ୟ ସିଡ଼ି ନାହିଁ। ସିଡ଼ି ଥିଲେ ଅନ୍ୟମାନେ ଚଢ଼ିପାରନ୍ତେ। ତେଣୁ ସେ ଅନ୍ୟ ଗୁଡ଼ା ଦେଉଛନ୍ତି ବର୍ତ୍ତମାନ ଆଉ କହିହେବନି। କେବଳ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ଡିସେମ୍ବର 30-31 ଏଇ 2 ଦିନ ଫୁଲମାଳ ଦେଲେ ଆମେ ଓଡ଼ିଆ ବରପୁତ୍ରମାନଙ୍କୁ ଯେଉଁମାନେ ଉତ୍କଳ ଗଠନରେ ଆଗଧାଡ଼ିରେ ଥିଲେ ଦେଲେ ଆମେ ଏତିକି କେବଳ ଆପଣ ନିବେଦନ କରୁଛୁ। ଧନ୍ୟବାଦ। ବନ୍ଦେ ଉତ୍କଳ।